ଅନନ୍ତ ବଳିଆ ସେବା ସଂଘର ଶାଖା ସଂଘ ରାୟଗଡ଼ାର ଭକ୍ତମାନେ ଆଜି ଏ ଗୋଟିଏ ପବିତ୍ର ସାମ୍ବାଦିକ ସମ୍ମେଳନ କରି ଲକ୍ଷାଧିକ ଲୋକଙ୍କୁ ବାର୍ତ୍ତା ଦେବା ପାଇଁ ଚାହିଁଛନ୍ତି। ଆମର ବାର୍ତ୍ତା ହେଲା, ପ୍ରଥମ ବାର୍ତ୍ତା ହେଲା ପରିବେଶର ସୁରକ୍ଷା। ବର୍ଷା ଦିନ ଆସୁଛି, ସମସ୍ତେ ଅନ୍ତତଃ ନିଜ ବାଡ଼ି ବଗିଚାରେ 5ଟି ଗଛ ଅନ୍ତତଃ ଲଗାନ୍ତୁ ଆଉ ବଞ୍ଚାନ୍ତୁ। ଇଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା କର୍ମ ନିଯୁକ୍ତି। ଆମେ ଆପଣମାନଙ୍କ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ ଆଉ ଓଡ଼ିଶାର ବିରୋଧୀ ଦଳଙ୍କୁ ଆମେ ବିନମ୍ର ନିବେଦନ କରୁଛୁ, କରିସାରିଛୁ, ପୁଣି ଆଉ ଥରେ ଆପଣମାନଙ୍କ ମାଧ୍ୟମରେ କରୁଛୁ। ପରିବେଶର ସୁରକ୍ଷା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଅନ୍ତୁ ଏବଂ କର୍ମ ନିଯୁକ୍ତି। କେବଳ ଖାଲି ଆକୁ ଭତ୍ତା, ତାକୁ ଭତ୍ତା, ଇଏ ଭତ୍ତା, ସେ ଭତ୍ତା, ସେଗୁଡ଼ାକ ସବୁ ବରଂ କମେଇକିରି ବର୍ତ୍ତମାନ କର୍ମ ନିଯୁକ୍ତି, ବେକାରୀ ଯୁବକମାନଙ୍କୁ ଯଦି କର୍ମ ନିଯୁକ୍ତି ଦିଆଯାଏ ତାହେଲେ ସେମାନେ କେବେ ଖରାପ ରାସ୍ତାକୁ ଯିବେ ନାହିଁ। ଆଉ ଗୋଟିଏ କଥା ହେଉଛି ସବୁଠାରୁ ବାଧକ ମଦ୍ୟ ମାଦକ, ଏ ଦୁଇଟି ଉପରେ ଅଙ୍କୁଶ ଲାଗୁ। ସବୁଠି ମଦ୍ୟ ଦୋକାନ ଖୋଲା ନ ଯାଉ। ସ୍କୁଲ, ଡାକ୍ତରଖାନା, କଲେଜ, ଏ ମନ୍ଦିର, ତୀର୍ଥସ୍ଥାନ, ଏସବୁ ଜାଗାରେ ମଦ୍ୟ ମାଦକର ଅଙ୍କୁଶ ଲାଗୁ। ତାପରେ ମଦ୍ୟ ମାଦକ ଉପରେ ମୁଁ ଖାଲି ଗୋଟିଏ କଥା କହୁଛି ଯେ ଓଡ଼ିଶା ସରକାର, ପୂର୍ବତନ ସରକାର ଗୁଟୁକା ଉପରେ ବ୍ୟାନ୍ ଲଗେଇଥିଲେ, କିନ୍ତୁ ଗୁଟୁକା ଚାଲିଛି, ବେଶୀ ବିକ୍ରି ହେଉଛି, ଲୋକ କର୍କଟ ରୋଗରେ ମରୁଛନ୍ତି। ତେଣୁ ପ୍ରଶାସନ ଏଥିପାଇଁ କାହିଁକି ନୀରବ ଅବଲମ୍ବନ କଲେ? ଆପଣମାନଙ୍କ ମାଧ୍ୟମରେ ମୁଁ ସମଗ୍ର ପ୍ରଶାସନକୁ ପଚାରୁଛି। ସରକାର ଆଇନ କଲେ, ପ୍ରଶାସନ କାହିଁକି ନୀରବ ରହିଲେ? ଦ୍ୱିତୀୟରେ ଆପଣମାନେ ଜାଣିଥିବେ ଏଇ ନିକଟରେ ପୂର୍ବତନ ସରକାରଙ୍କ ସମୟରେ ଗଞ୍ଜେଇ ଆମେ ନିଷିଦ୍ଧ କଲୁ, ତାକୁ ଓଡ଼ିଶା ସରକାର ତାକୁ ଗ୍ରହଣ କଲେ। ଯେତେବେଳେ ଗ୍ରହଣ କଲେ ଗଞ୍ଜେଇ ସପକ୍ଷରେ ମଧ୍ୟ ଅନେକ କହିଲେ, ଆମେ ଆଉ କିଛି କହିପାରିଲୁନି। କିନ୍ତୁ ଗଞ୍ଜେଇ ଚାଲିଛି। ଆଜି ବି ଏତେ କୋଟି ଟଙ୍କାର ଗଞ୍ଜେଇ ଜବତ ହେଲା, ଏ କଥା ଚାଲିଛି। କିନ୍ତୁ ତା ଉପରେ ମଧ୍ୟ ସବୁ କଲେକ୍ଟରମାନଙ୍କ ପାଖକୁ ଚିଠି ଆସିଥିଲା ଗଞ୍ଜେଇ ଉପରେ କଟକଣା କରିବା ପାଇଁ। ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଅନୁଭବ କରିପାରୁନି, ଗଞ୍ଜେଇ ବ୍ୟାନ୍ ହେଇଛି। ତେଣୁ ଆଇନ ସରକାର କରିବେ। ଆମେ ନିବେଦନ କରିବୁ ଲୋକମାନଙ୍କର ମଙ୍ଗଳ ପାଇଁ, ସେ ଯେଉଁ ସରକାର ହୁଅନ୍ତୁ, କିନ୍ତୁ ପ୍ରଶାସନ ଯଦି ସଚେତନ ନ ହୁଏ ତାହେଲେ କୌଣସି କାର୍ଯ୍ୟ ହେଇପାରିବ ନାହିଁ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।